हाय पिलाମାନେ ସମସ୍ତଙ୍କୁ ଓଡ଼ିଆ ସାର୍ ୱେଭ୍ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଏହି ଭିଡ଼ିଓଟି ଷଷ୍ଠ ଶ୍ରେଣୀ ପିଲାମାନଙ୍କ ପାଇଁ ଷଷ୍ଠ ଶ୍ରେଣୀ ଓଡ଼ିଆ ନୂଆ ବହି ପଦ୍ୟ ବର୍ଷା ବର୍ଷା କବିତାର ଆମେ ସମସ୍ତ ପ୍ରଶ୍ନ ଉତ୍ତର ଏହି ଭିଡ଼ିଓରେ ଆଲୋଚନା କରିବା। ଆଶା କରୁଛି ସମସ୍ତଙ୍କୁ ବହୁତ ଭଲ ଲାଗିବ। ଭଲ ଲାଗିଲେ ଲାଇକ୍ କରିଦେବ ପିଲାମାନେ, କେମିତି ଲାଗିଲା କମେଣ୍ଟରେ ଜଣାଇବ। ଚ୍ୟାନେଲକୁ ନ ଆସିଥିଲେ ସବସ୍କ୍ରାଇବ୍ କରିଦେବ। ଚାଲ ଆମେ ଆରମ୍ଭ କରିବା। ଦେଖ ପିଲାମାନେ, ପ୍ରଥମ ପ୍ରଶ୍ନ, ନିମ୍ନରେ ଦିଆଯାଇଥିବା ପ୍ରଶ୍ନର ଠିକ୍ ଉତ୍ତର ପାଖରେ ତାରା ଚିହ୍ନ ଦିଅ। 1 ନମ୍ବର, କବିତାରେ ମେଘେ ମିଳେଇଲା ଶୂନ୍ୟ ପଥେ କେଉଁ ପଥ କୁହାଯାଇଛି? ରାଜପଥ, ସଡ଼କ ପଥ, ଜଳପଥ, ଆକାଶ ପଥ। ଉତ୍ତର କ'ଣ ହେବ ପିଲାମାନେ? ଆକାଶ ପଥ। এই ବକ୍ସ ତୁମେ ତାରା ଚିହ୍ନ ଦେବ। ତାପରେ ନମ୍ବର 2, ପୃଥିବୀ ରବି ତେଜଗ୍ରାସେ ତାପିତ ଥିଲା ଅଷ୍ଟମାସେ। ତାପିତ ଶବ୍ଦଟି କେଉଁ ଅର୍ଥରେ ବ୍ୟବହୃତ ହୋଇଛି? ଉତ୍ତର ହେବ ଗରମ। ନମ୍ବର 3 ଦେଖିବା, ତୁମେ ଏହି ଉତ୍ତର ଗୁଡ଼ିକ କାହିଁକି ବାଛିଲ ତାର କାରଣ ସାଙ୍ଗମାନଙ୍କ ସହ ଆଲୋଚନା କର। ଏମିତି କାହିଁକି ବାଛିଲ ତୁମେ ସେଗୁଡ଼ିକର ଉତ୍ତର ଏମିତି ଲେଖିବ ପିଲାମାନେ। ଏଠି ତୁମେ ତାହା ଦେଖିବାକୁ ପାଉଛ। ଦେଖିବା ମିଳିମିଶି ଯୋଡ଼ିବା। ଏବେ 1 ନମ୍ବର, କବିତାର ପଦ ସମୂହ ଅଛି ଏବଂ ଖ ସ୍ତମ୍ଭରେ ଅଛି ରେଖାଙ୍କିତ ଶବ୍ଦ ଗୁଡ଼ିକର ଅର୍ଥ। ଦେଖିବା, ଜଳ ପାଇଲା ତୋଷ ଚିତ୍ତେ, ତପସ୍ୱୀ ଜନଙ୍କର ମତେ। ତୋଷ ଚିତ୍ତେ, ଏହାର ଅର୍ଥ କ'ଣ? ସନ୍ତୋଷ ମନରେ। ୟାକୁ ଯୋଡ଼ିବ। ଖୋଦତ କୀଟ ନିଶାମୁଖେ ଜଗତ ଆବରିଲେ ସୁଖେ। ଅଦୌତ ଲେଖା ଅଛି ପିଲାମାନେ, ଏ ହେଲା ଖୋଦତ କୀଟ ନିଶାମୁଖେ। ତ ନିଶାମୁଖେ ଅର୍ଥ କ'ଣ? ସନ୍ଧ୍ୟା ସମୟରେ। ଛତୁ ଯେ ଛତ୍ର ପ୍ରାୟ ହୋଇ ରାଜାର ପ୍ରାୟ ଦିଶେ ମହି। ୟାକୁ ଯୋଡ଼ିବ। ଛତୁ ପ୍ରାୟ ମାନେ କ'ଣ? ଛତା ଭଳି। ୟାକୁ ଯୋଡ଼ିବ ପିଲାମାନେ। ଅତିଥି ଦେଖି ଭକ୍ତଜନ ଜୟସନ ତୋଷ ହୁଅନ୍ତି, ମାନେ ଭକ୍ତଜନ ମାନେ ଏଠି ହେଲା ସାଧୁ ବ୍ୟକ୍ତି ମାନେ। ଏମିତି କସ୍ତମକୁ ତୁମେ ଯୋଡ଼ିବ। ତାପରେ ଦେଖ, ପଦ୍ୟାଂଶ ଉପରେ ଆଲୋଚନା ରହିଛି। ପ୍ରଦତ୍ତ ପଦ୍ୟାଂଶ ପାଠ କରି ଦଳଗତ ଆଲୋଚନା କର। ଏଗୁଡ଼ିକର ସାରାଂଶକୁ ନିଜ ଭାଷାରେ ଲେଖ। ଏଠି ଦେଖ 3ଟି ଅଛି ପଦ। ୟାକୁ ତୁମେ ୟାର କ'ଣ ସାରାଂଶ ଲେଖିବ। ଯେମିତିକି ଦେଖ, ମୁଁ ଲେଖିଦେଇଛି ପିଲାମାନେ, ଏସବୁ ତୁମେ ଉତାରିବ। ତାପରେ ଚିନ୍ତା କରିବା ବିଭାଗ ଅଛି। ଦେଖ, କବିତାଟିକୁ ପୁଣି ଥରେ ପଢ଼ି ନିମ୍ନରେ ଦେଇଥିବା ପ୍ରଶ୍ନଗୁଡ଼ିକ ଉତ୍ତର ଲେଖ। ମେଘମାଳ କିପରି ଭାବରେ ଜଳବର୍ଷା କଲେ? ଏଗୁଡ଼ିକ ତୁମେ ଲେଖିବ। କିଭଳି ଜଳବର୍ଷା କଲେ? ଉତ୍ତର, ମେଘମାଳ ଭୟଙ୍କର ବା ଘୋର ଶବ୍ଦ କରି ଗର୍ଜନ ସହ ଜଳବର୍ଷା କଲେ। ଏମିତି ଲେଖିବ। ଖ ନମ୍ବର, ବର୍ଷା ଋତୁକୁ ସକଳ ଋତୁଙ୍କର ସାର ବୋଲି କାହିଁକି କୁହାଯାଇଛି ବା କବି କାହିଁକି କହିଛନ୍ତି? କାରଣ କ'ଣ? ବର୍ଷା ଋତୁ ଆସିବା ଫଳରେ ମଞ୍ଚପୁର ସକଳ ପ୍ରକାର ଶସ୍ୟ ସମ୍ପଦରେ ପରିପୂର୍ଣ୍ଣ ହୋଇଯାଏ, ଯାହା ସମସ୍ତ ଜୀବ ଜଗତ ପାଇଁ ଆବଶ୍ୟକ। ତେଣୁ ଏହି ଋତୁକୁ ସକଳ ଋତୁଙ୍କର ସାର ବୋଲି କୁହାଯାଇଥାଏ। ଘ ନମ୍ବର ଦେଖ, କବି ପୃଥିବୀକୁ ରାଜା ଭାବେ ବର୍ଣ୍ଣନା କରିବାର କାରଣ କ'ଣ? ଏ ମଧ୍ୟ ଉତ୍ତର ତୁମେ ଦେଖୁଛ ଏଠି। ବର୍ଷା ଦିନ ପୃଥିବୀ ପୃଷ୍ଠରେ ଅନେକ ଛତୁ ଫୁଟିଥାଏ। ଏହି ଛତୁ ଗୁଡ଼ିକ ଦେଖିବାକୁ ଛତା ଭଳି ଲାଗେ। ରାଜାମାନଙ୍କ ମୁଣ୍ଡ ଉପରେ ଯେପରି ରାଜଛତ୍ର ବା ଛତା ଶୋଭା ପାଏ, ପୃଥିବୀ ଉପରେ ଫୁଟିଥିବା ଛତୁ ଗୁଡ଼ିକ ଦେଖିଲେ ଲାଗେ ସତେ ଯେମିତି ପୃଥିବୀ ଏକ ରାଜା ଏବଂ ତା ଉପରେ ଛତ୍ର ଧରାଯାଇଛି। ତାପରେ କବିତା ରଚନା ଶୈଳୀ ଏଠି ଗୋଟେ ଦିଆଯାଇଛି ପିଲାମାନେ। ଏଠି ଗୋଟେ ପଦ ଦିଆଗଲା। ଏହି ପଦଟିର ସାଧାରଣତଃ ଅର୍ଥ ହେଲା ଛତୁ ଛତା ଭଳି ଏବଂ ପୃଥିବୀ ରାଜା ଭଳି ଦେଖାଯାଉଛି, କିନ୍ତୁ ଏହାର ଭାବାର୍ଥ ଏହିପରି ହେବ, ରାଜା ଯେତେବେଳେ ଭ୍ରମଣରେ ବାହାରନ୍ତି ସେତେବେଳେ ତାଙ୍କର ଆଗରେ ଆଲଟ ଚାମର ସହ ଛତ୍ର ଛତ୍ରୀ ଛାୟା ପ୍ରଦାନ ନିମନ୍ତେ ଧରାଯାଇଥାଏ। ବର୍ଷା ଋତୁରେ ପୃଥିବୀ ପୃଷ୍ଠରେ ଅନେକ ପ୍ରକାର ଛତୁ ଫୁଟିଥାଏ। ସେହି ଛତୁ ଗୁଡ଼ିକ ସତେ ଯେମିତି ଛତା ଭଳି ରାଜାଙ୍କୁ ଛାୟା ପ୍ରଦାନ କରୁଛି ବୋଲି କବି ବର୍ଣ୍ଣନା କରିଛନ୍ତି। ଏହିଭଳି ବର୍ଣ୍ଣନା କବିତାର ସୌନ୍ଦର୍ଯ୍ୟ ବଢ଼ାଇବା ସହିତ ଆନନ୍ଦ ପ୍ରଦାନ କରିଥାଏ। ସେହିଭଳି ପଦଗୁଡ଼ିକୁ କବିତାରୁ ବାଛ ଏବଂ ତା ଉପରେ ଆଲୋଚନା କର। ସେମିତି ପିଲାମାନେ ତୁମେ କବିତାର ଏହି ପଦ୍ୟର ଆଉ ଏକ ସୁନ୍ଦର ପଦ ନେବ ଏବଂ କାହିଁକି ନେଲ କ'ଣ ସେ ଉପରେ ବର୍ଣ୍ଣନା କରିବ। ତାପରେ ଦେଖ, ଶବ୍ଦ ଏକ ଅର୍ଥ ଅନେକ। ଦେଖ, ଘୋର ଶବଦେ ମେଘମାଳ ଗର୍ଜନ ବରସନ୍ତି ଜଳ। ପଦଟିରେ ଜଳ ବରସିବା କଥା କୁହାଯାଇଛି। ବରସିବା ଶବ୍ଦରେ ଅନେକ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ବ୍ୟବହାର କରାଯାଇପାରେ ବା ବ୍ୟବହାର ହୋଇଥାଏ। ଯେମିତିକି ଧନ ବର୍ଷିବା ଅର୍ଥ ପ୍ରଚୁର ଧନ ପ୍ରାପ୍ତ ହେବା, ଫୁଲ ବରସିବା ଅର୍ଥାତ୍ ପ୍ରଚୁର ଫୁଲ ଉପରେ ବଢ଼ିବା। ସେହିଭଳି ବରସିବା ଶବ୍ଦକୁ ଅନ୍ୟ ପ୍ରକାର ବ୍ୟବହାର କରି ହେବ। ଚିନ୍ତା କରି କେତୋଟି ବାକ୍ୟ ଲେଖ। ଏମିତି ତୁମେ ଲେଖିବ ପିଲାମାନେ। ତାପରେ ଦେଖ, ଅନେକ ଶବ୍ଦ ପାଇଁ ଏକ ଶବ୍ଦ। କବିତାରେ ଦେଇଥିବା ପାଣି ଶବ୍ଦର ଅର୍ଥ ଜଳ, ପାଣି ଅନ୍ୟ ଏକ ଅର୍ଥ ହେଲା ହାତ। ଏହିଭଳି ଅନେକ ଅର୍ଥ ପାଇଁ କବିତାରେ ଗୋଟିଏ ଶବ୍ଦ ବ୍ୟବହାର ହୋଇଥାଏ। ଏହାକୁ ଭିନ୍ନାର୍ଥବୋଧକ ଶବ୍ଦ କୁହାଯାଏ। ଏହିଭଳି ଶବ୍ଦ ଗୁଡ଼ିକ ନିଜ ମନରୁ ବା ଶିକ୍ଷକଙ୍କ ଠାରୁ ବୁଝି ଲେଖ।
ଅକ୍ଷର ସାରଣୀକୁ ଶବ୍ଦ ଖୋଜି ନିମ୍ନ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ। ଅକ୍ଷର ସାରଣୀ ଅଛି ଦେଖ ପିଲାମାନେ। କ ନମ୍ବର ଦେଖ, ମୟୂର କାହାକୁ ଦେଖି ନାଚେ? ମେଘକୁ। ଖ ନମ୍ବର, କବିତାରେ କାହାକୁ ରାଜା ବୋଲି କୁହାଯାଇଛି? ପୃଥିବୀକୁ। ଖଦ୍ୟତ କେତେବେଳେ ଉଡ଼ି ବୋଲେ? ସନ୍ଧ୍ୟାବେଳେ। ଗର୍ଜନ ଆବରଣ ପାଣି, ଏଠାରେ କିଏ ଗର୍ଜିବା କଥା କୁହାଯାଇଛି? ବେଙ୍ଗ ବା ମଣ୍ଡୁକ। ତାପରେ ଦେଖ ଏଠି କିଏ ଅଲଗା ପ୍ରଶ୍ନ ଗୁଡ଼ିକ ରହିଛି। ପ୍ରତ୍ୟେକ ଧାଡ଼ିରେ ତିନୋଟି ଏକ ଜାତୀୟ ଶବ୍ଦ ସହ ଗୋଟେ ଭିନ୍ନ ଜାତିର ଶବ୍ଦ ମିଶି ରହିଛି। ସେହି ଭିନ୍ନ ଜାତୀୟ ଶବ୍ଦ ଗୁଡ଼ିକୁ ଅଲଗା କରିବା। ବର୍ଷା, ବିଜୁଳି, ଗିରିଶିଖ, ପବନ। ଉତ୍ତର ହେବ ଗିରିଶିଖ। ତାପରେ ପରବର୍ତ୍ତୀ ପ୍ରଶ୍ନ, ମୟୂର ମଣ୍ଡୁକ ମୟୂର ଖୋଦତ ଛତୁ। ଉତ୍ତର ହେବ ଛତୁ ଅଲଗା ହେବ। ତାପରେ ଗ୍ରୀଷ୍ମକାଳ, ବର୍ଷା କାଳ, ଅତୀତ କାଳ, ବସନ୍ତ କାଳ। ଉତ୍ତର ହେବ ଏଠି ଅତୀତ କାଳ। ଏହିପରି ଭାବରେ ପ୍ରଶ୍ନ ଗୁଡ଼ିକ ରହିଛି ପିଲାମାନେ। ଭଲ ଲାଗିଥିଲେ ଲାଇକ୍ କରିଦେବା, କେମିତି ଲାଗିଲା କମେଣ୍ଟରେ ଜଣାଇବ। ଚ୍ୟାନେଲକୁ ନ ଆସିଥିଲେ ସବସ୍କ୍ରାଇବ୍ କରିଦେବ।